କଣ ଇଏ ଡକ ଫକ ଖାଲି ଡକରା ଶୋଇ କଣ ଡେଲି ତ ଡକ ଫକ ଚଲେଇଛୁ ନା କଣ? ଆଜି ତ ଆଜି ଗୋଟେ ମାନେ ରଥଯାତ୍ରା ଗୋଟେ ଗଲା କାଲି ବାସିଟା ଆଜି ଗୋଟେ ପନିର ଫନିର ମସରୁମ ଫସରୁମ କରିବା କଥା। ଇଏ କଣ ତୋର ମାନେ ଭାଇ ଡେଲି ଦେଖୁନ ଗୋଟେ ଡକ ଫକ ଚଲେଇଛି ଇଏ ଇଏ କଣ ଇଏ ଡେଲି କାଇଁ ଡକ ହବ ବା? ଆଉ ଆଁ? ଏଇଟା କଣ କରୁଛୁ ଏଇଟା? ଛତୁ ପନିର ଆଇଁଷ ସବୁବେଳେ ଖାଉଛ ମଝିରେ ମଝିରେ ପୋଇଡକ କଖାରୁଡକ ନାଉ ଏମିତି ଖାଇଲେ ଏଇଟା ଖାଇଲେ କଣ ହବ? ଦେହକୁ ଭଲ ଉପକାର। ଓ ମାଙ୍କଡ ସେଇଥିପାଇଁ ଏଇଟା ଦେଶୀ ଖାଦ୍ୟ। ସେଇଥିପାଇଁ ମାଙ୍କଡ ବିଚି ଖେଳନ୍ତି ସେଇଥିପାଇଁ ବୋଧେ ପତ୍ର ପତ୍ର ଖାଇକି ମାଙ୍କଡ ଯେମିତି ପୁରା ଷ୍ଟ୍ରଙ୍ଗ ଥାଏ ଇଏ ପତ୍ର ଖାଇକି ଷ୍ଟ୍ରଙ୍ଗ କରିଦବ ନା କଣ? ଇଏ ତ ଖାଲି ଶାଗ ଆଉ କଖାରୁ ଆଉ ତା ଦେହରେ କେତେ କଥା ପଡୁଛି ଇଏ କଣ ଏଇ ଦେଖିଲେ କଣ ଏରା ଦେଖିଲେ କଣ ଏଟା ଥୋଇଛନ୍ତି ଆଜି? ଆଳୁ ସାରୁ ସାରୁ ବାଇଗଣ ତାପରେ ଏଇଟା କଣ କଖାରୁ ତାପରେ ଏ ସବୁ କଟା ହେଇଛି ନା ନାଇଁ ପଣସ ମଞ୍ଜି ପଣସ ମଞ୍ଜି। ତା ତମେ କଣ କାଟୁ ତମ ଘରେ ଦେହରେ ପଡିବ ପୁଣି ଯୋଉ ବଡି ଇଏ କଣ ଡକ ଫକ ବୟସ ବଡି ଭେଣ୍ଡି ଫେଣ୍ଡି ସବୁ ପଡିବ ନା ନାଇଁ? ପଡିକିନି ସେ ରାଇ ହବ। ତମେ କଣ କାଟୁଛ ତମ ଘରେ କଣ ବୋହୁ ନାହିଁ ତମ ବୋହୁ କାଟୁନି? ବହୁତ ସିଆଡେ କାମ କର ମୁଁ ଇଆଡେ କାଟି କୁଟି ଥୋଇଦେବି କଣ ହବ? ଆଜିକାଲି ଶାଶୁ ମାନେ ବସିବା କଥା ବୋହୁ ମାନେ କାମ କରିବା କଥା ତମେ ଏମିତି କଣ କରୁଛ ଏରା? ବୁଢୀ ଲୋକ ବସିକି କାଟିଦେଲି। ନା ବୁଢୀ ତମେ ବସି ରେଷ୍ଟ ନେବ ଜୀବନ ସାରା ତମେ ଖଟିଲ ଆଉ ବୋହୁ ତମ କାମ କରିବ ତମେ କାମ କରୁଥିଲେ କଣ କରୁଥିଲେ ବଇଛି। ବୋହୁ କାମ କରୁଛି। ଆଉ ଗାଧି ପାଧି ଦେଲା ଛୁଆଙ୍କୁ ଖାଇବା ପିଇବାକୁ ଦେଲା ବାଥରୁମ ଯାଇଛି। ତାପରେ କଣ ମିଶି ଆସି କାମ କଲେ ସବୁ ଠିକ ହବ ନା କଣ? ଆଉ କଣ? ଓହୋ ଜଣେ ବସିଲେ ଜଣେ କାଇଁ କାମ କରିବ। ଆଉ ଯୋଉ ଶାଶୁ ମାନେ ବସି ପଡୁଛନ୍ତି ଏ ତାଙ୍କ ବୋହୁ ମାନେ କରୁଛନ୍ତି ସେଟା ସେ କଣ ଠିକ? ବହୁତ ବସି ମୁଁ ବସିବି। କାମଟା କଲେ ମନଟା ଆକ୍ଟିଭ ରହିବ ନା ନାଇଁ? ଆଉ ମାନେ ଫାଇନାଲ କଥା ଯଦି ଘରେ ତମର ଯେତିକି ଫ୍ୟାମିଲି ମେମ୍ବର ରହୁଛନ୍ତି ସବୁ କାମକୁ ମିଶି ମାସି କରିବ ହେଲା କି କେବେ ହେଲେ ଭାବିବ ନାହିଁ ସ୍ତ୍ରୀ ଭାବିବନି ଏଇଟା ମୋ କାମ ଶାଶୁ ଭାବିବନି ଏଇଟା ମୋ କାମ ଶ୍ୱଶୁର ଭାବିବନି ଏଇଟା ମୋ କାମ ପୁଅ ଭାବିବନି ମୋ କାମ ଝିଅ ଭାବିବନି ଏଇଟା ମୋ କାମ। ସବୁ କାମ ଘରର ତମେ ଯଦି ମିଶି ମାସିକି କରିବ ଦେଖନ୍ତୁ ଇଏ 5ଟା ଆଙ୍ଗୁଠି ରହିଲା ଯଦି ମିଶିଲେ ଗୋଟେ ମୁଠା ହେଇଗଲା। ତେଣୁ ଏ ଗୋଟାଏ ମୁଠା ହେଇଗଲା ତମେ ସବୁ କିଛି ଷ୍ଟ୍ରେନ୍ଥ ଉଠେଇ ପାରିବ ସେମିତି ସବୁ କାମ ମିଶି ମାସି କଲେ ତମର ଏଇଟା ସୁରୁଖୁରୁରେ ହେଇଯିବ ହେଲା କି? ଆଉ ପେଲା ପେଲି ହବନି ପେଲା ପେଲି ତ ହେଲେ ବିଶୃଙ୍ଖଳା ସୃଷ୍ଟି ହବ ଆଉ। ଟଙ୍କ ଦିହରେ ସବୁ କଣ କଣ ପଡିବ ଆଜିକାଲି ବୋହୂ ମାନେ ଜାଣିପାରିବେନି। ନାଇଁ ଏଇଟା ଆକ୍ଚୁଆଲି ଠିକ କଥା ଏଇଟା କଣ ପଡେ ଜିନିଷଟା ସବୁ ଏଇ ଜିନିଷଟା ସବୁ ସେ ଦେଖିବା ଲଣ୍ଡା ପଡିକି ଟଙ୍କ ଦିଟା କାଟିଦେବେ କରିଦେବେ। କଣ ତା ଦେହରେ ପଡିବ ସେ ତ ଜାଣିପାରିବେ। କୋଉଟା ପଡିଲେ କୋଉଟା ଠିକ ହବ ନା ନାଇଁ? ଆଉ ରାଗ ମାତ୍ରାରେ ପଇଲେ ଭଲ ଲାଗିବ। ମାନେ ଏଇ ସାଇଜରେ କଟା ହେଲେ ଭଲ ଲାଗିବ ନା ନାଇଁ? ଏଇ ସାଇଜଟା ଏଇଟା କଟା ହେଇକି ରଖା ହେଇଛି ଆଉ। ମାନେ ମମି ଆମର ତଳେ ବସି ପାରିବନି ଉପରେ ବସି କାଟି ଦଉଛି ହେଲ୍ପ କରିଦଉଛି ଆଉ। ଭଲ ଏଇଟା ବଢିଆ ଜିନିଷ ଏମିତି ଆରେ ଶୁଣ ଗୋଟେ ଲୋକ କାଟି କୁଟି ତମକୁ ଦେଇଦେଲା ତମ ବିଶେଷ କରିଦେଲା ସୁବିଧା ହେଲା ସରିଗଲା ନା ନାଇଁ? ଇଏ ଡଙ୍କ ଇଏ ପରେ କଟା ହଉଛି ଇଏ ପରେ ଧୁଆ ହବ ଓ ରଡ ବର୍ଷା ପାଗରେ ପୁରା ଉଡିବ ଛତୁ ମସରୁମ କଣ ହବ ନା ନାଇଁ? ଆ ସାଙ୍ଗରେ ଟିକେ ମୁଗ ଡାଲି ମାନେ ଇଏ ହବ ନାଇଁ? ମୁଗ ଡାଲି ରସୁଣ ମାଡ ଡାଲି କର ମୁଗ କର କୋଳଥ କର ହରଡ଼ କର ଯାହା କର। ଓହୋ ତାହେଲେ ଆଜି ଯୋଉ ଦିନରେ ଯୋଉ ବର୍ଷା ମାଡ଼ ଦିନରେ ବର୍ଷାଟା ହଉଛି କି ହଁ ବର୍ଷା ତ ହଉଛି ଆଉ ଏଇ ଦିନରେ ଆଜି ମୁଗକୁ ଏଇଟା ପୁରା ଉଡିବ ଆଉ ହେଲା ପନିର ମସରୁମ କାହିଁକି ଏଟା ଦେହ ଖରାପ ହବ ଇଏ ଦେଶୀ ଜିନିଷ ଆଉ ମାଙ୍କଡ ସେଇଥିପାଇଁ ପୁରା ବିଚକ୍ଷଣ ଆଉ ଖାଲି ପତ୍ର ଖାଇଲେ ମାଙ୍କଡ ପତ୍ର ଖାଏ ନାହିଁ ସବୁ ଗଛ ଡେଇଁ ଡେଇଁ ପତ୍ର ଖାଏ ତା ମୁଣ୍ଡ ପୁରା ସାର୍ପ ଆଉ ପୁରା କ୍ୟାପଚର କରେ ମଣିଷ କାହିଁ ଆଜି ନାମ ନେଉଛନ୍ତି କେବଳ ଏଇଟା ଖାଉନାହାନ୍ତି ବୋଲି ହେଲା ତେଣୁ ଶାଗ ମାଗ ଡଙ୍କ ମଙ୍କ ସବୁ ଖାଅ ହେଲା ସବୁକୁ କଣ କର ମୁହୁଁ କରି ଖାଇ ଚାଲିବ କିଛି ହବନି ହେଲା କାହିଁ ଦେଖୁନ ସେଇ ମାଙ୍କଡ ଗୋଟେ ଯିବ ସିଏ ଖାଇକି ବଞ୍ଚି ପାରୁଛି ତା ଭିତରେ ଯେ ଆମ ଭିତରେ ସେ ଆମେ କାହିଁ ନ ବଞ୍ଚି ପାରିବା ସବୁ ଖାଇଦେବା ଦେଖି ଚାହିଁ ଖାଇବ ଆଉ ହଉ ଜୟ ଜଗନ୍ନାଥ।